ଦି ଆଡ଼ୁ ଖାଇ ଖାଇ ପେଟ ପୁରା ଫୁଲ୍। ଯେଉଁ ଭଳିଆ ଶୀତ ହେଉଛି ସକାଳୁ ସକାଳୁ ମୋ ଶାଶୁଙ୍କର ମୋ ପୁଅର ଚାହା ନହେଲେ ଦିନଟା ଷ୍ଟାର୍ଟ ହେଉନି। ଦିହେଁ ଯାକ ହେଠୁ ଚାହା ପିଇଦେଲେ। ଆଜି ଯେତେବେଳେ ମଟର ଲଗେଇଲା ବେଳକୁ ଛାତ ସାରା ପାଣି ଭାସିଲା। ମାଆ କହିଲେ ଛାତ ସାରା କ'ଣ ପାଣି ଭାସୁଛି? ଦେଖିଲା ବେଳକୁ ମୋ ପୁଅ ପାଇପ୍ଟା କାଢ଼ି ଦେଇଛି। ସେଥିପାଇଁ ଟାଙ୍କିକି ନ ଯାଇକି ପାଣି ଛାତ ସାରା ଭାସୁଛି ଆଉ। ସେଠୁ ସିଏ ସିନା କାଢ଼ିଲା କିନ୍ତୁ ଚିଡ଼ା ଖାଇଲି ମୁଁ। ମାନେ ଏଇଥର ଅଧା ପେଟ ଫୁଲ୍ ହେଇଗଲା। ଆଉ ଯେଉଁ ପେଟ ଅଧା ବାକି ଥିଲା ତାକୁଠୁ ଖାଇକି ଫୁଲ୍ କରିଦେଇଥିଲି। ତାର ଯେଉଁଭଳିଆ ଶୀତ ପାଗକୁ ଟିକେ ଶୁଖୁଆ ଆଣି ପଖାଳ ଭାତଟା ମାଡ଼ କରିଦେଲେ କି ଶାନ୍ତି। ସେଠୁ ଚୁଙ୍ଗୁଡ଼ିକି ଭଲସେ ଧୁଆଧୁଇ କରିକି ଭଲସେ ଭଜାଭଜି କରିଦେଲି। ତା ଦେହରେ ଟିକେ ସୋରିଷ ତେଲ, ଟିକେ କଞ୍ଚା ଲଙ୍କା, ଟିକେ ରସୁଣ ପକାଇ ଭଲସେ ମନ୍ଥାମନ୍ଥି କରିଦେଲି। ପେଟ ଫୁଲ୍, ମାନେ ଚିଡ଼ା ଖାଇବାର ଅଧା ପେଟ ଫୁଲ୍ ହେଇଥିଲା, ଆଉ ଅଧା ଶୁଖୁଆର ପେଟ ଫୁଲ୍ ହେଇଲା ଆଉ। ତାପରେ ଆଜି ବଜାର ଯାଇକି ପାଉଁଜି ସଜ କରିବାର ଥିଲା। ମୁଁ ଭାବୁଥିଲି କି ସେମାନେ ଝଳେଇ ଯେଉଁ କରନ୍ତି ଭାଙ୍ଗିକି ତାକୁ ତରଳେଇକି ବାଡ଼େଇ ବାଡ଼େଇ ବୋଧେ ସଜ କରନ୍ତି ଆଉ। ଦେଖିଲା ବେଳକୁ ଏଟା ଏତେ ଇଜି, କ'ଣ ଟିକେ ମହମବତୀ ରଖିଛନ୍ତି ତାକୁ ସାଙ୍ଗେ ସାଙ୍ଗେ ତରଳେଇକି ଲଗେଇଦେଲେ ହେଇଗଲା ଜଏଣ୍ଟ। ମାନେ 5 ମିନିଟ୍ ବି ଲାଗିଲାନି, 2-3 ସେକେଣ୍ଡର କାମରେ ଏକାଳେ 40 ଟଙ୍କା। ମୁଁ ଭାବୁଛି ଏଇ ବିଜନେସ୍ଟା ଯଦି ଖୋଲିକି ବସିବ ବଢ଼ିଆ ପଇସା ହେବ ଆଉ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆଉ କେଉଁମାନେ ପ୍ରଥମ ଥର ଦେଖନ୍ତି କି ପାଉଁଜି ଏମିତି ଝଳେଇ ହୁଅନ୍ତି କମେଣ୍ଟ ସେକ୍ସନରେ କହିବେ। ରହୁଛି।